ରାଜ୍ୟରେ ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ 51,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାଲ୍ୟ ବିବାହ ରୋକିବା ଏବଂ କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହି ଯୋଜନା ଅନ୍ତର୍ଗତ ମୋଟ 51,000 ଟଙ୍କାକୁ ନିମ୍ନମତେ ପ୍ରଦାନ କରାଯିବ। କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 35,000 ଟଙ୍କା ଟ୍ରାନ୍ସଫର କରାଯିବ। ଶାଢ଼ୀ, ଅଳଙ୍କାର ଏବଂ ବାସନକୁସନ ପାଇଁ 10,000 ଟଙ୍କା ଧାର୍ଯ୍ୟ କରାଯାଇଛି। ବିବାହ ଆୟୋଜନ, ସାଜସଜ୍ଜା ଓ ଖାଦ୍ୟପେୟ ବାକି 6,000 ଟଙ୍କା ବ୍ୟୟ କରାଯିବ। ଯୋଗ୍ୟତା ଓ ସର୍ତ୍ତାବଳୀ। ପ୍ରଥମତଃ ରହିଛି ବୟସ ସୀମା। ବିବାହ ସମୟରେ କନ୍ୟାର ବୟସ 18ରୁ 35 ବର୍ଷ ଏବଂ ବରର ବୟସ 21ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଦ୍ୱିତୀୟରେ ରହିଛି ବାସିନ୍ଦା। ଉଭୟ ବର ଓ କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ। ତୃତୀୟ ରହିଛି ବର୍ଗ। ଏହି ଯୋଜନା ମୁଖ୍ୟତଃ BPL ଏବଂ ଆର୍ଥିକ ଅନଗ୍ରସର ବର୍ଗର ପରିବାର ପାଇଁ ଉଦ୍ଦିଷ୍ଟ। ବିଧବା ଓ ଅସହାୟ ଶ୍ରେଣୀର ମହିଳାଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ। କିପରି ହେବ କାର୍ଯ୍ୟକାରୀ? ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଅଙ୍ଗନବାଡ଼ି କର୍ମୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, BDO ଏବଂ ସ୍ୱେଚ୍ଛାସେବୀ ସଂଗଠନମାନେ ହିତାଧିକାରୀ ଚିହ୍ନଟ ଓ ନଥିପତ୍ର ଯାଞ୍ଚରେ ସାହାଯ୍ୟ କରିବେ। 2025-26ରୁ 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ସରକାର 59.30 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରେ ସମୂହ ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ଆଶା କରୁଛି ଭିଡ଼ିଓଟି ଆପଣମାନେ ସମ୍ପୂର୍ଣ୍ଣ ଅପଡେଟ୍ ପାଇପାରିଥିବେ। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନ୍ ବେଲ୍କୁ ଦବାଇକି ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।